ଆଚ୍ଛା ଆମେ ଦେଖିବା ଦୁଃଖୀ ଧନ ନୀଳମଣିରେ ପଞ୍ଚମ ଶ୍ରେଣୀ ସାହିତ୍ୟର ଦୁଃଖୀ ଧନ ନୀଳମଣିରେ। ଆଚ୍ଛା ଏଇଟାକୁ କିଏ ଲେଖିଛନ୍ତି କହିଲ? ବୈଷ୍ଣବ ପାଣି। କିଏ ଲେଖିଛନ୍ତି? କବି ବୈଷ୍ଣବ ପାଣି ଲେଖିଛନ୍ତି ହେଲା। ଆଚ୍ଛା କହିଲା ଆଉଥରେ ଦୁଃଖୀ ଧନ ନୀଳମଣିରେ ଏ ଯେଉଁ କବିତାଟା ଲେଖା ହେଇଛି କିଏ ଲେଖିଛନ୍ତି? କବି ବୈଷ୍ଣବ ପାଣି। କିଏ ଲେଖିଛନ୍ତି? କବି ବୈଷ୍ଣବ ପାଣି। ତାଙ୍କୁ ଆମେ ଗଣକବି ବୋଲି କହିଥାଉ। ବୈଷ୍ଣବ ପାଣିକି କି କବି କହିଥାଉ? ଗଣକବି। ସେ ଜଣେ ବହୁତ ବଢ଼ିଆ ସବୁ ଲେଖକ ଗୋଟେ ଥିଲେ ସେ ନା। ସେ ବହୁତ ଗୁଡ଼ିଏ ନାଟକ ଲେଖୁଥିଲେ, ଏମିତିଆ ଛୋଟିଆ ଛୋଟିଆ କବିତା ବି ଲେଖୁଥିଲେ, ପାଠ ବି ଲେଖୁଥିଲେ, ବୁଝିଲ ନା। ସେ ଗୋଟେ ବ୍ରାହ୍ମଣ ଘର ଲୋକ ଥିଲେ, ହିନ୍ଦୁ ଧର୍ମ ତାଙ୍କର। କି ଧର୍ମ? ଆଚ୍ଛା ଆମମାନେ ସବୁ ହିନ୍ଦୁ ନା ମୁସଲମାନ? ହିନ୍ଦୁ ନାଇଁ କି? କିଏ କିଏ ମୁସଲମାନ ଥିବେ ହେଲେ କେଉଁଠି ନାଇଁ। ତାହେଲେ ଆମେ ଜାଣିଲେ କବି ହେଉଛନ୍ତି ଏଠିକି ଗଣକବି ବୈଷ୍ଣବ ପାଣି ଏ କବିତାଟା ଲେଖିଛନ୍ତି। ଆଚ୍ଛା ତାକୁ ଆମେ ଟିକେ ଦେଖିଦେବା କବିଙ୍କ ବିଷୟରେ ଜାଣିବା ଦରକାର ନା ଜାଣିବା ଦରକାର ନାହିଁ? କବି ବୈଷ୍ଣବ ପାଣିକୁ କି କବି କୁହାଯାଏ? ଗଣକବି। କି କବି? ଗଣକବି। 1882 ମସିହାରେ ପବିତ୍ର କୁମାର ପୂର୍ଣ୍ଣିମା ଦିନ କବିଙ୍କର ଜନ୍ମ। କବି ଯେଉଁ ଦିନଟା ଜନ୍ମ ହୋଇଥିଲେ ସେଦିନ ଗୋଟେ ବଢ଼ିଆ ଗୋଟେ ଦିନ ହୋଇଥିଲା, ସେ ହେଉଛି କୁମାର ପୂର୍ଣ୍ଣିମା ଦିନ। କେଉଁ ଦିନ ଜନ୍ମ ହୋଇଥିଲେ? ଆଚ୍ଛା କେତେ ମସିହାରେ ଜନ୍ମ ହୋଇଥିଲେ? 1882 ମସିହାରେ ଜନ୍ମ ହୋଇଥିଲେ ହେଲା। ତାଙ୍କ ଦ୍ୱାରା ରଚିତ ହୋଇଥିଲା ଗୀତିନାଟ୍ୟ ମେଘନାଦ ବଧ, ରଙ୍ଗସଭା, ନଳ ଦମୟନ୍ତୀ, ମହିରାବଣ ବଧ, ପ୍ରହ୍ଲାଦ ଚରିତ, ରାବଣ ବଧ, ସୀତା ବନବାସ, ଅଭିମନ୍ୟୁ ବଧ, ବିଲ୍ୱ ମଙ୍ଗଳ ଓ କର୍ଣ୍ଣବଧ ଓଡ଼ିଶାର ପୁରପଲ୍ଲୀରେ ବେଶ୍ ଆଦୃତ ହୋଇଛି। ତାହେଲେ ଦେଖ ସେ କେତୋଟି ସବୁ ନାଟକ ଲେଖିଥିଲେ। ମୁଁ ତମ ଆଗରୁ କହୁଥିଲି ସେ ନାଟକ ବି ଲେଖୁଥିଲେ। ତାଙ୍କ ଦ୍ୱାରା ରଚିତ ଗୀତିନାଟ୍ୟ ମାନେ ଅଧା ଗୀତ ଆସୁଥିବ, ଅଧା କେଉଁ ଡାଇଲଗ୍ ମାରୁଥିବେ। ଗୀତଟେ ଗାଇଦେଉଥିବେ ଡାଇଲଗ୍ ମାରୁଥିବେ, ଗୀତଟେ ମାରୁଥିବେ ଡାଇଲଗ୍ ମାରୁଥିବେ। ଏଇଟା ହେଉଛି ଗୀତିନାଟ୍ୟ। ବୁଝିପାରୁଛି? ଦେଖିବା ଗୀତିନାଟ୍ୟ ଗୋଟେ ଗୀତ ହେଲା। ଗୀତିନାଟ୍ୟ ଗୋଟେ ଗୀତ। ତମେ ଜାଣିଛ ଅଭିମନ୍ୟୁ ବଧ ଲେଖିଥିଲେ ସେ ନାଇଁ କି? ଅଭିମନ୍ୟୁ ବଧରେ ଅଭିମନ୍ୟୁ ମା ପେଟ ଭିତରେ ଥାଇକିରି ସେ ସବୁ କେମିତି କ'ଣ ସବୁ ଚକ୍ର ବ୍ୟୁହ କେମିତି ଭେଦ ଖରାପ କେମିତି ଯୁଦ୍ଧ ଖରାପ ସବୁ ଶିଖିଥିଲେ। କିଏ? ଅଭିମନ୍ୟୁ ଶିଖିଥିଲେ ହେଲା। ତାଙ୍କ ବାପା ଜାଣିନାହାନ୍ତି ଏଇଟା ସବୁ, ବୁଝିଲ ନାହିଁ। ତାକୁ ପଚାରିଲେ ତୁ ଏ ଯୁଦ୍ଧ ବିଦ୍ୟା ସବୁ କେମିତି ଶିଖିଲୁ? ବୋଲେ ସେ ଗୋଟେ ଗୀତ ଷ୍ଟାଇଲ୍ରେ ଗୋଟେ କହିଲେ, ଯେତେବେଳେ ମୁହିଁ ଜନନୀ ଜଠରେ, ଯେତେବେଳେ ମୁହିଁ ଜନନୀ ଜଠରେ, ଥିଲିଆ ହେ ଜ୍ୟେଷ୍ଠ ଦାଦା, ଦିନେ ରଜନୀରେ ପୁଛିଲେ ଚାମୁରେ, ଦିନେ ରଜନୀରେ ପୁଛିଲେ ଚାମୁରେ, ଜାଣିବାକୁ ମୁଁ ମାତ ହେ, ଚକ୍ର ବିହ ଖେଦ ଚାର ଖେଦ ଏଭଳିଆ ସବୁ ଗୀତ ହେଲେ ଏମିତି ଗୀତ ସବୁ ଗାଉଥିବେ। ଟିକେ ଡାଇଲଗ୍ ମାରୁଥିବେ, ଟିକେ ଗୀତ ହି ଛାଡ଼ିବିନି ସେଇ ଦୁଃଶାସନକୁ, ଆରେ ଦୁଃଶା ହୋଇବୁ ଆଜି ମୂଷା ପରେ କେ, ଆରେ ଦୁଃଶା ହୋଇବୁ ଆଜି ମୂଷା ପରେ କେ। ଏମିତି ମାନେ ଟିକେ ଡାଇଲଗ୍ ମାରୁଥିବେ, ଆଉ ଟିକେ ଗୋଟେ ଗୀତ ବୋଲୁଥିବେ। ବୁଝିଲେ? ସୀତାକୁ ଚୋରେଇକି ନେଇଗଲା କିଏ? ରାବଣ ଧରିଲା ହି ହି ହୋ ହ ହ, ମୁଁ ଗୋଟେ ଋଷି ନୁହଁ, ଦେଖ ମୁଁ ହେଉଛି ରାବଣ କହି ତା ରାବଣଟା ସେ କ'ଣ ହେଲା ଦେଖେଇଦେଲା ରାବଣ ଭେଷଟା ତାର। ନାଇଁ ତା ସୀତା ଆଉ କାନ୍ଦିବ ନା ହସିବ? କାନ୍ଦିବ। କେମିତି କାନ୍ଦିବ? ହେ ଲତାଗି ହେ ବନଗିରି, ହେ ଲତାଗିରି, ମୋ କାନ୍ଦ ଗଲେ ମୃଗ ମାରି, ହେ ବନଗିରି, କାନ୍ଦି କାନ୍ଦି ହେ ଲକ୍ଷ୍ମଣ କୁଆଡ଼େ ଥାଏ ସେ ଟିକେ ଗୀତ ବୋଲୁଥିବେ, ଟିକେ କଥା ହେଉଥାଏ। ସେଇଟା ଗୀତିନାଟ୍ୟ ହେଲା। ଦେଖ ହେଲେ ଏଇ ଯେଉଁ କବିତାଟା ଆମେ ଲେଖି ଦୁଃଖୀ ଧନ ନୀଳମଣି କିଏ ଲେଖିଛନ୍ତି? ବୈଷ୍ଣବ ପାଣି। ନ କହି ଆମେ କହିବା କବି ବୈଷ୍ଣବ ପାଣି, ନହେଲେ ଆମେ ତାକୁ କହିବା ଗଣକବି ବୈଷ୍ଣବ ପାଣି। କି କବି? ଗଣକବି।
ସେ ଜଣେ ବ୍ରାହ୍ମଣ ଘରେ ଜନ୍ମ ହୋଇଥିଲେ ହେଲା। ପାଣି ତାଙ୍କ ଟାଇଟଲ୍ ହେଉଛି ପାଣି। ତୁମର କେମିତି କାହାର ଗୌଡ଼ ଥାଉଛି, କାହାର ବାରିକ ଥାଉଛି, କାହାର ଡାକୁଆ ଥାଉଛି, କାହାର ନାୟକ ଥାଉଛି, କାହାର ସାହୁ ଥାଉଛି ନା ନାଇଁ, କାହାର ପାତ୍ର ଥାଉଛି ନା ନାଇଁ, କାହାର ପଟ୍ଟନାୟକ ଥାଉଛି, କାହାର ଛୋଟରାୟ ଏମିତି ଥାଉଛି। ସେମିତି ଦେଖ ହଁ କାହାର କ'ଣ ରହୁଛି ସେମିତି। ବୈଷ୍ଣବ ତାଙ୍କ ନାଁ ହେଉଛି ବୈଷ୍ଣବ, ତାଙ୍କ ଟାଇଟଲ୍ ହେଉଛି ପାଣି। ସେ କେତେ ମସିହାରେ ଜନ୍ମ ହୋଇଥିଲେ? 1882 ମସିହାରେ ଜନ୍ମ ହୋଇଥିଲେ। ସେଦିନ କ'ଣ ହେଇଥିଲା? ଠିକ୍ ଅଛି, କୁମାର ପୂର୍ଣ୍ଣିମା ଦିନ ହେଲା। ପବିତ୍ର କୁମାର ପୂର୍ଣ୍ଣିମା ଦିନ ଥିଲେ ସେ। ଦେଖ ତାଙ୍କେ ଯେଉଁ ଲେଖିଥିଲେ ସବୁ, ତାଙ୍କ ଦ୍ୱାରା କ'ଣ କ'ଣ ସବୁ ଲେଖା ହେଇଥିଲା? ଗୀତିନାଟ୍ୟ, ମେଘନାଦ ବଧ, କୁହ ମେଘନାଦ ବଧ, ରଙ୍ଗ ସଭା, ନଳ ଦମୟନ୍ତୀ, ମହିରାବଣ ବଧ, ପ୍ରହ୍ଲାଦ ଚରିତ, ରାବଣ ବଧ, ସୀତା ବନବାସ, ଅଭିମନ୍ୟୁ ବଧ, ବିଲ୍ୱ ମଙ୍ଗଳ ଓ କର୍ଣ୍ଣ ବଧ, ଯେଉଁଟା ଓଡ଼ିଶାର ପୁରପଲ୍ଲୀରେ ବେଶ୍ ଆଦୃତ ହୋଇଛି। ତ ଓଡ଼ିଶାର ପୁରପଲ୍ଲୀ ଗାଁ ଗହଳି ସବୁଆଡ଼େ ନାଟକ ଯାକ ଭାରି ମଜା। ଏବେ ମୁଁ କହିଲି ଆରେ ଦୁସା ହୋଇବୁ ଆଜି ମୂଷା ପରିକି ଟିଣିଣିଣି ଟିଣିଣି ଟିଣିଣିଣି, ଭଲ ଲାଗେନା ନା ଶୁଣିବା ପାଇଁ? ତେଣୁ ସବୁ ଲୋକ ପସନ୍ଦ କରନ୍ତି ହେଲା। ଦେଖ ତାହେଲେ ସେ ଯେଉଁ ଲେଖିଥିଲେ ତାଙ୍କ ଦ୍ୱାରା କ'ଣ କ'ଣ ଲେଖା ହେଇଥିଲା ଗୀତିନାଟ୍ୟ ଗୁଡ଼ିକ? ମେଘନାଦ ବଧ, କୁହ ସବୁ ଯାକ କୁହ। ହଉ ଠିକ୍ ଅଛି, ମୁଁ ଏବେ ଆଉଥରେ କହୁଛି, ତୁମେ ଆଉଥରେ ଶୁଣି କହିବି ହେଲା। କୁହ ତାଙ୍କ ଦ୍ୱାରା ମାନେ କାହା ଦ୍ୱାରା? ଗଣକବି ବୈଷ୍ଣବ ପାଣିଙ୍କ ଦ୍ୱାରା ଲିଖିତ ବିଭିନ୍ନ ଯେଉଁ ନାଟକ ଗୀତିନାଟ୍ୟ ଗୁଡ଼ିକ ହେଲେ କୁହ। ମେଘନାଦ ବଧ, ରଙ୍ଗ ସଭା, କୁହ ବଡ଼ ପାଟିରେ କୁହ। ମେଘନାଦ ବଧ, ରଙ୍ଗ ସଭା, କେଉଁ ଢୁଙ୍କୁରୁଛି ନା କ'ଣ କୁହ ରେ ପାଟି କରୁ ଟିକେ ଜୋରଜାରିଆ କୁହ। ହଁ କୁହ ମେଘନାଦ ବଧ, ରଙ୍ଗ ସଭା, ନଳ ଦମୟନ୍ତୀ, ମହିରାବଣ ବଧ, ପ୍ରହ୍ଲାଦ ଚରିତ, ରାବଣ ବଧ ହେଲା। ଏଗୁଡ଼ା ସବୁ ସେ ଲେଖିଥିଲେ। ଆଉଥରେ କହିଦେଲେ କ'ଣ କ'ଣ ସବୁ ଲେଖିଥିଲେ? ଆହୁରି ସୀତା ବନବାସ ସେ ଲେଖିଥିଲେ ନା ନାଇଁ? ଆଚ୍ଛା ଏବେ କୁହ କ'ଣ କ'ଣ ସବୁ ଲେଖିଥିଲେ ସେ କୁହ। ମେଘନାଦ ବଧ, ଶୁଣ 1956 ମସିହା ମଇ 10 ତାରିଖରେ କବି ବୈଷ୍ଣବ ପାଣି ଇହଲୀଳା ସମ୍ବରଣ କରିଥିଲେ। ଗଣକବି ଭାବରେ ସେ ବେଶ୍ ଜଣାଶୁଣା। ମୁଁ ତୁମକୁ ଆଗରୁ ଏଇଟା କହିଦେଇଥିଲି। ଗଣକବି ବୈଷ୍ଣବ ପାଣିକୁ କୁହନ୍ତି ଗଣକବି। ସେ ଜନ୍ମ ଦେଇଥିଲେ କୁମାର ପୂର୍ଣ୍ଣିମା ଦିନ ନାଇଁ କି 1882 ମସିହାରେ, କିନ୍ତୁ ସେ ଇହଲୀଳା ସମ୍ବରଣ କରିଥିଲେ, ମାନେ ମରିଯାଇଥିଲେ ସେ ହେଲା। ଇହଲୀଳା ସମ୍ବରଣ କରିଥିଲେ ବୋଲ ରାମ ରାମ ସତ୍ୟ ହେ, ହରି ନାମ ସତ୍ୟ ହେ, କୁହ राम नाम सत्य है, हरि नाम सत्य है। रघुपति राघव राजा राम, पतित पावन सीताराम। रघुपति राघव राजा राम, पतित पावन सीताराम। ହଉ ଏବେ ଆମେ ଜାଣିଲେ ବୈଷ୍ଣବ ପାଣି କି କବି କହୁଛନ୍ତି? ଡାଲି ପାଣି। କ'ଣ କହୁଛନ୍ତି? ଡାଲି ପାଣିରେ କ'ଣ? ବୈଷ୍ଣବ ପାଣି ତାଙ୍କୁ କୁହନ୍ତି ଆମେ ଗଣକବି ହେଲା। ଏବେ ଗୀତଟା ବୁଲିବା ଷ୍ଟାର୍ଟ କରିଦେବା। ବୋଲ ରାଧେ ଶ୍ୟାମ ହରେ କୃଷ୍ଣ କି।
ଦୁଃଖୀ ଧନ ନୀଳମଣିରେ ମା ବୋଲିକି ଡାକିବ ମତେ। बोल दुखे धन ନୀଳମଣିରେ ମା ବୋଲିକି ଡାକିବ ମତେ। ଗୋରୁ ଘେନି ଫେରି ଆସିଲା ବେଳକୁ, 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 କାହା ପାଇଁ ଜଗିବ ସେ ବିପଥେ। ଦେଖ ମୁଁ ଏବେ ଟିକେ ବୋଲୁଛି, ଶୁଣ ସେ ଷ୍ଟାଇଲରେ ବୋଲେ ହେଲା। ଦୁଃଖୀ ଧନ ନୀଳମଣିରେ ମା ବୋଲିକି ଡାକିବ ମତେ। ଦୁଃଖୀ ଧନ ନୀଳମଣିରେ ମା ବୋଲିକି ଡାକିବ ମତେ। ଗୋରୁ ଘେନି ଫେରି ଆସିଲା ବେଳକୁ, ଗୋରୁ ଘେନି ଫେରି ଆସିଲା ବେଳକୁ, କାହା ପାଇଁ ଜଗିବ ସେ ବିପଥେ। ଯେବେ ବିକା ଆସିବ କୋଳି, କାନ୍ଦେ କିଏ କରିବ ଗଳି। ଯେବେ ବିକା ଆସିବ କୋଳି, କାନ୍ଦେ କିଏ କରିବ ଗଳି। ଚଳି ହେଉଥିଲେ ଧୂଳି ବୋଳି ହୋଇ, ଚଳି ହେଉଥିଲେ ଧୂଳି ବୋଳି ହୋଇ, ଦୋଳିକେ ଖେଳିବ କାନି ପଣନ୍ତେ। ଯେବେ ଦହେ ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ। ଯେବେ ଦହେ ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ। ହୋଇଣ ଆନନ୍ଦ ଗାଏ ଦୁହିଁବାକୁ, ହୋଇଣ ଆନନ୍ଦ ଗାଏ ଦୁହିଁବାକୁ, ଶିକା ଛନ୍ଦ ଘେନି କେଚିବ ହାତେ। ଖେଳି ଯାଇଥିଲେ ଦାଣ୍ଡରେ, ଧୂଳି ପଡ଼ିଥାଏ ମୁଣ୍ଡରେ। ଖେଳି ଯାଇଥିଲେ ଦାଣ୍ଡରେ, ଧୂଳି ପଡ଼ିଥାଏ ମୁଣ୍ଡରେ। କଳି କଲେ କେହି ମା ମା କହି, କଳି କଲେ କେହି ମା ମା କହି, କଇଁ କଇଁ ହୋଇ କାନ୍ଦିବୁ କେତେ। ଯେବେ ଯିବୁ ମଧୁପୁରକୁ, ଅନାଇବି କାହା ମୁଖକୁ। ଯେବେ ଯିବୁ ମଧୁପୁରକୁ, ଅନାଇବି କାହା ମୁଖକୁ। କହେ ବୈଷ୍ଣବ ନିଶେ ଯିବ ଯିବ, କହେ ବୈଷ୍ଣବ ନିଶେ ଯିବ ଯିବ, ମୋର ଛେବି ଗଳା ମାଳିକେ ମନ୍ତେ। ବୋଲେ ଆମେ ଗୀତଟାକୁ ନାକି ଏବେ ଆମେ ଆଉଥରେ ଗୀତଟାକୁ ଟିକେ ଅଭ୍ୟାସ କରିଦେବା। ତେଣୁ ରେଡ଼ି କରିଦେବା ଆଉଥରେ ଗୀତଟା ଆମେ ସାଙ୍ଗରେ ବୋଲିକି ପୁରା ଅଭ୍ୟାସ କରି ପୁରା ରେଡ଼ି କରିଦେଇଥିବା। ତୁମେ ପୁରା ହାଇଲାଇଟ୍ କରିଦେବା ହେଲା। ସ୍କୁଲରେ ପୁରା ଗୀତ କିଏ ବୋଲିବରେ ଧାଇଁ ପଳେଇ ଆଗକୁ ହାଇଲାଇଟ୍ କରିଦେବା ନା କ'ଣ କହୁଛ? କରିପାରିବେନି? ରେଡ଼ି କରିଦେବା ଏଇଟା।
बोल दुखे धन नीलमणि रे माँ बोले किए डाकिब मते। ଗୋରୁ ଘେନି ଫେରି ଆସିଲା ବେଳକୁ, 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 କାହା ପାଇଁ ଜଗିବ ସେ ବିପଥେ। ଦେଖ ମୁଁ ଏବେ ଟିକେ ବୁଲୁଛି, ଶୁଣ ସେ ଷ୍ଟାଇଲରେ ବୁଲି ହେଲା। ଦୁଃଖୀ ଧନ ନୀଳମଣି ରେ ମାଁ ବୋଲି କିଏ ଡାକିବ ମତେ। ଦୁଃଖୀ ଧନ ନୀଳମଣି ରେ ମାଁ ବୋଲି କିଏ ଡାକିବ ମତେ। ଗୋରୁ ଘେନି ଫେରି ଆସିଲା ବେଳକୁ, ଗୋରୁ ଘେନି ଫେରି ଆସିଲା ବେଳକୁ, କାହା ପାଇଁ ଜଗିବ ସେ ବିପଥେ। ଯେବେ ବିକା ଆସିବ କୋଳି, କାନ୍ଦେ କିଏ କରିବ ଗଳି। ଯେବେ ବିକା ଆସିବ କୋଳି, କାନ୍ଦେ କିଏ କରିବ ଗଳି। ଚଳି ହେଉଥିଲେ ଧୂଳି ବୋଳି ହୋଇ, ଚଳି ହେଉଥିଲେ ଧୂଳି ବୋଳି ହୋଇ, ଦୋଳିକେ ଖେଳିବ କାନି ପଣନ୍ତେ। ଯେବେ ଦହେ ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ। ଯେବେ ଦହେ ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ। ହୋଇଣ ଆନନ୍ଦ ଗାଏ ଦୁହିଁବାକୁ, ହୋଇଣ ଆନନ୍ଦ ଗାଏ ଦୁହିଁବାକୁ, ସେ କା ଛନ୍ଦ ଘେନି କେଚିବ ହାତେ। ଖେଳି ଯାଇଥିଲେ ଦାଣ୍ଡରେ, ଧୂଳି ପଡ଼ିଥାଏ ମୁଣ୍ଡରେ। ଖେଳି ଯାଇଥିଲେ ଦାଣ୍ଡରେ, ଧୂଳି ପଡ଼ିଥାଏ ମୁଣ୍ଡରେ। କଳି କଲେ କେହି ମାଁ ମାଁ କହି, କଳି କଲେ କେହି ମାଁ ମାଁ କହି, କଇଁ କଇଁ ହୋଇ କାନ୍ଦିବୁ କେତେ। ଯେବେ ଯିବୁ ମଧୁପୁରକୁ, ଅନାଇବି କାହା ମୁଖକୁ। ଯେବେ ଯିବୁ ମଧୁପୁରକୁ, ଅନାଇବି କାହା ମୁଖକୁ। କହେ ବୈଷ୍ଣବ ନିଶେ ଯିବ ଯିବ, କହେ ବୈଷ୍ଣବ ନିଶେ ଯିବ ଯିବ, ମୋର ଛେବି ଗଳା ମାଳିକେ ମନ୍ତେ। बोल राधे कृष्ण महाराज की, बोल हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे।
ଏବେ ସବୁ ଠିଆ ହୁଅ। ଠିଆ ହେଲା, ତାଳି ବାଡ଼େଇ ବାଡ଼େଇ ଗୋଟେ ଥର ବୋଲଦା ହେଲା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। बोल प्रभु श्री कृष्ण की है। ए बसिया बसिक ए गीतटा आउ थे मन मन टे पढ़ी फास्ट कवि परिचयटा पढ़दा। एबे बसी पड़ी है, बसी पड़ी फास्ट कवि परिचयटा पढ़दा, तापर गीतटा गाइदा, आउे कवि परिचय पढ़दा, आउे गीत गाइदा, एमती चलो आम पूरा लेख नंबर पूरा माड़ी चल पूरा हाईलाइट करदा। कौन कौच करें कवि परिचय पढ़ी पारे पढ़िया तार गीत गाई पारे वेरी गुड गाई पारे। हाँ बस बस पड़े लग जाओ, जहाँ काम से लग जाओ।